ନୂଆବର୍ଷ ଅବସରରେ ଅଧିକାଂଶ ଲୋକ ଏବେ ପିକନିକ୍ ମନାଇବାରେ ବ୍ୟସ୍ତ ରହିଥିବା ବେଳେ ଏହି ଅବସରରେ ବିଭିନ୍ନ ସଡ଼କ ଦୁର୍ଘଟଣା ଘଟୁଥିବା ଦେଖାଯାଉଛି। ତେବେ ଏହା ମଧ୍ୟରେ ବସ୍ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ 14 ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ଏଥିସହିତ 27 ଜଣ ଗମ୍ଭୀର ଭାବରେ ଆହତ ହୋଇ ପଡ଼ିଥିବା ବଣଭୋଜି ଖାଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ମୁତାବକ ଆସାମରୁ ଆସିଛି ଏଭଳି ଏକ ଦୁଃଖଦ ଘଟଣା। ରାଜ୍ୟର ଗୋଲାଘାଟ ଜିଲ୍ଲାରେ ଏପରି ଏକ ବଡ଼ ଧରଣର ଘଟଣା ଘଟିଛି। 14 ଜଣଙ୍କ ଜୀବନ ଚାଲିଯାଇଛି। ଏଥିସହିତ 27 ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଗକୁ ମୃତକଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି। ଖବର ପୋଲିସ ପ୍ରଶାସନିକ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ସହିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗୋଲାଘାଟରେ ଏପରି ଏକ ବଡ଼ ଧରଣର ଘଟଣା ଘଟିଥିବା ବେଳେ ଆଗକୁ ମୃତକ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି। ଗୋଲାଘାଟ ଦୁର୍ଘଟଣାର ଦେଓଗଡ଼ ଗାଁ ନିକଟସ୍ଥ ବାଲିଜନ ଗାଁରେ ଏହି ଘଟଣା ଘଟିଥିଲା। ଘଟଣା ସମୟରେ ବସ୍ରେ 54 ଜଣ